ଗୋଟେ ଗାଁରେ ବିଲୁଆ ନାମକ ଜଣେ ବିଲୁଆଟେ ରହୁଥିଲା। ଦିନେ ଗାଁରେ ବିଲୁଆ ଭାବିଲା, ଘରେ ଦିନସାରା ଖାଇବା ଓ ଗୁମ୍ ମାରି ବହୁତ ବୋର୍ ଲାଗୁଛି। ଚାଲ ଟିକେ ଜଙ୍ଗଲ ବୁଲି ଆସିବା। ସେ ଚୁପଚାପ ଜଙ୍ଗଲ ଭିତରକୁ ଗଲା। ଜଙ୍ଗଲରେ ସବୁ ନୂଆ ପକ୍ଷୀ ଓ ପଶୁ। ହଠାତ୍ ଗୋଟେ ମାଙ୍କଡ଼ ଗଛରୁ ଝୁଲି ଆସିଲା। ହେ, ତୁ କିଏ? ତୋ ନାଁ କ'ଣ? ଆମ ଜଙ୍ଗଲରେ କ'ଣ କରୁଛୁ? ବିଲୁଆ ଡରିକି କହିଲା, ମୁଁ ବିଲୁଆ, ଗାଁରୁ ଆସିଛି, ଜଙ୍ଗଲ ବୁଲି ଆସିଛି। ଠିକ୍ ଅଛି, ମୋ ସହ ଚାଲ, ତତେ ମୋ ସାଙ୍ଗ ହାତୀ ସହିତ ମିଶେଉଛି। ହାତୀ ବିଲୁଆକୁ ଦେଖି କହିଲା, ହେ, ଏତେ ଛୋଟ ହେଲେ ମଧ୍ୟ ବହୁତ ହିମ୍ମତ ରଖୁଛି, ଏକା ଜଙ୍ଗଲକୁ ବୁଲି ଆସିଛି। ସେମାନେ ମିଶି ଜଙ୍ଗଲ ଘୂରିଲେ, ଫଳ ଖାଇଲେ, ଝରଣାରେ ଖେଳିଲେ। କିନ୍ତୁ ହଠାତ୍ ଜଙ୍ଗଲ ରାଜା ସିଂହ ଆସିଲେ। ଆରେ ଏଠି କିଏ ନୂଆ ଅତିଥି? ବିଲୁଆ ଭୟରେ ଲୁଚିଗଲା, କିନ୍ତୁ କହିଲା, ମୁଁ ଜଙ୍ଗଲକୁ ଦେଖିବାକୁ ଆସିଛି। ରାଜା ବାବୁ, କିଛି ଚୋରି କିମ୍ବା ଦୁଷ୍ଟାମି କରିନି। ସିଂହ ହସିଲେ। ତୁ ଦୁଷ୍ଟ ନୁହଁ, ତୁ ସାହସୀ। ଏଟା ଆମ ସବୁଙ୍କ ଘର। ତୁ ମଧ୍ୟ ଆମ ସାଙ୍ଗ ହେଲୁ। ସେଇଦିନଠୁ ବିଲୁଆ ଜଙ୍ଗଲ ସବୁଠୁ ଛୋଟ ସାହସୀ ସାଙ୍ଗ ହେଲା। ଏବେ ସେ ପ୍ରତିଦିନ ଗାଁ ଓ ଜଙ୍ଗଲ ଦୁଇ ଜାଗା ଘୂରି ମିତ୍ରତାର ମଜା ନେଲା।